ନିଆରା ଅନୁଷ୍ଠାନ ସାହିତ୍ୟ ପିଣ୍ଡାର ପାନ ମହୋତ୍ସବରେ ଯାଇ ଆମେ ପହଞ୍ଚି ଯାଇଥିଲୁ। ସେଦିନ ଏହା ଥିଲା ଏକ ମନୋଜ୍ଞ ସନ୍ଧ୍ୟା। ସବୁକିଛି ଭିନ୍ନ ଭାବରେ ପରିବେଶିତ ହେଉଥିଲା ସେଠି, ଯାହାକି ମନରେ ଗୋଟେ ଭିନ୍ନ ଆନନ୍ଦ ଦେଉଥିଲା। ସିଧାସଳଖ ଭାବରେ ଶ୍ୟାମାମଣି ଦେବୀଙ୍କୁ ଶୁଣିବାର ସୌଭାଗ୍ୟ ମୁଁ କେବେ ହେଲେ ଲାଭ କରିନଥିଲି। କେବଳ ମୁଁ କାହିଁକି, ସମଗ୍ର ସଭାସ୍ଥଳ ସ୍ତବ୍ଧ ହୋଇଯାଇଥିଲା ତାଙ୍କ କଣ୍ଠର ଧ୍ୱନିରେ। 87 ବର୍ଷ ବୟସରେ ବି ଏତେ ମଧୁର ମୂର୍ଚ୍ଛନା ଆସିପାରେ କଣ୍ଠରୁ, ସତରେ ମୁଁ ଅଭିଭୂତ ହୋଇପଡ଼ିଥିଲି। ଆଉ ସମସ୍ତ ଅତିଥିଙ୍କ ଗହଣରେ ସେଦିନ ତାଙ୍କର ଏଇ ସ୍ୱରର ଝଙ୍କାର ସମସ୍ତଙ୍କୁ ବାନ୍ଧି ଦେଇଥିଲା। ସେ ବାହାରକୁ ଆସିଲା ବେଳକୁ ମୁଁ ଟିକେ ତାଙ୍କ ପାଖକୁ ଚାଲି ଯାଇଥିଲି, କୃଷ୍ଣ ପ୍ରେମରେ ନିମଗ୍ନ ଏଇ ଗାୟିକାଙ୍କ ସହିତ ନିଜର ଗୋଟିଏ ଫଟୋ ନେବାକୁ। ଆଉ ତାଙ୍କ ହାତରେ ମୋ ଫୁଲମାଳ ଦେଖି ମୁଁ ବହୁତ ଖୁସି ହେଇଥିଲି। ତାପରେ ପରେ ରତ୍ନଚେରାର ସମ୍ପାଦିକ ଆସି ମୋ ଫୁଲମାଳ ପାଇଁ ମୋତେ